ଇତିହାସ କେବଳ ବଡ଼ ବଡ଼ ଯୁଦ୍ଧର କାହାଣୀ ନୁହେଁ। ବେଳେବେଳେ ଇତିହାସର ସବୁଠୁ ବଡ଼ ମୋଡ଼ ଆସେ ରାଜପ୍ରାସାଦର କାନ୍ଥ ଭିତରୁ, ଗୋଟେ ଚୁପଚାପ ଷଡ଼ଯନ୍ତ୍ରରୁ। ଆଉ ଆଜି ଆମେ ସେମିତି ହିଁ ଗୋଟେ କାହାଣୀ ଭିତରକୁ ଯିବା। ଓଡ଼ିଶା ଇତିହାସର ଏକ ଏମିତି ପର୍ଯ୍ୟାୟ ଯାହା ଶହ ଶହ ବର୍ଷର ଗୋଟେ ସାମ୍ରାଜ୍ୟକୁ ଭୁଷୁଡ଼ା ଦେଇଥିଲା। ହଁ, ଆମ ଆଲୋଚନାର ବିଷୟ ହେଉଛି ଭୋଇ ରାଜବଂଶ। ଦେଖନ୍ତୁ, ଏହା କେବଳ ଗୋଟିଏ ରାଜବଂଶର କାହାଣୀ ନୁହେଁ। ଏହା ହେଉଛି ଓଡ଼ିଶାର ସ୍ୱାଧୀନତାର ସୂର୍ଯ୍ୟାସ୍ତର କାହାଣୀ। ଆଚ୍ଛା। ଆମେ ଯେଉଁ ଉତ୍ସଗୁଡ଼ିକୁ ଦେଖୁଛୁ, ସେଥିରୁ ଏହା ସ୍ପଷ୍ଟ ଯେ ଏହି ରାଜବଂଶର ଉତ୍ଥାନ ଯେତିକି ନାଟକୀୟ ଥିଲା, ତାର ପତନ ଓଡ଼ିଶା ପାଇଁ ସେତିକି ବିନାଶକାରୀ ଥିଲା। ତେବେ ଏହାକୁ ବୁଝିବାକୁ ହେଲେ ଆମକୁ କେଉଁଠୁ ଆରମ୍ଭ କରିବାକୁ ପଡ଼ିବ? ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ। ସେହି ସମୟକୁ ଯେତେବେଳେ ଓଡ଼ିଶାର ସିଂହାସନରେ ଶକ୍ତିଶାଳୀ ଗଜପତିମାନେ ବସୁଥିଲେ। ଠିକ୍ ଅଛି, ସୂର୍ଯ୍ୟବଂଶୀ ଗଜପତି ସାମ୍ରାଜ୍ୟ। ତେବେ ଏହାର ପତନ ଆରମ୍ଭ ହେଲା କେମିତି? ମାନେ ଶେଷ ମହାନ ଶାସକ ତ ଥିଲେ ପ୍ରତାପରୁଦ୍ରଦେବ। ତାଙ୍କ ସମୟରେ କ'ଣ ଏମିତି ହେଲା? ପ୍ରତାପରୁଦ୍ରଦେବ ପ୍ରଥମେ ଜଣେ ବହୁତ ଶକ୍ତିଶାଳୀ ଯୋଦ୍ଧା ଥିଲେ, କିନ୍ତୁ ତାଙ୍କ ଜୀବନର ପରବର୍ତ୍ତୀ ଭାଗରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସଂସ୍ପର୍ଶରେ ଆସିଲେ। ଆଉ ତାଙ୍କର ଏକ ବଡ଼ ଆଧ୍ୟାତ୍ମିକ ପରିବର୍ତ୍ତନ ହେଲା। ସେ ଭକ୍ତି ଆଉ ବୈଷ୍ଣବ ଧର୍ମରେ ଏତେ ମଗ୍ନ ହୋଇଗଲେ ଯେ ରାଜ୍ୟ ଶାସନରୁ ତାଙ୍କର ଧ୍ୟାନ ଟିକିଏ ହଟିଗଲା। ଅର୍ଥାତ୍ ଯେଉଁ ରାଜାଙ୍କ କାମ ଥିଲା ସାମ୍ରାଜ୍ୟକୁ ସୁରକ୍ଷା ଦେବା, ସେ ଆଧ୍ୟାତ୍ମିକତାରେ ବୁଡ଼ିଗଲେ। ଆଉ ଏହି ସୁଯୋଗରେ ଏକଦମ ଠିକ୍, ସେଇଠି ଗୋଟେ କ୍ଷମତାର ଶୂନ୍ୟସ୍ଥାନ ସୃଷ୍ଟି ହେଲା। ରାଜା ଯେତେବେଳେ ବ୍ୟସ୍ତ, ପ୍ରକୃତ କ୍ଷମତା ଧୀରେ ଧୀରେ ମନ୍ତ୍ରୀ ଆଉ ସେନାପତିମାନଙ୍କ ହାତକୁ ଚାଲିଗଲା। ଆଉ ସେହି ଶୂନ୍ୟସ୍ଥାନରୁ ହିଁ କେହି ଜଣେ ଉପରକୁ ଉଠିଲେ। ହଁ, ତାଙ୍କ ନାଁ ଥିଲା ଗୋବିନ୍ଦ ବିଦ୍ୟାଧର। ସେ ଥିଲେ ପ୍ରତାପରୁଦ୍ର ଦେବଙ୍କର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ମନ୍ତ୍ରୀ। ତେବେ ସେ କ'ଣ କଲେ? 1541 ଖ୍ରୀଷ୍ଟାବ୍ଦରେ ସେ ଏକ ଚରମ ପଦକ୍ଷେପ ନେଲେ। ସେ ଶେଷ 2 ଜଣ ଗଜପତି ବଂଶଧରଙ୍କୁ ହତ୍ୟା କଲେ। ବାସ୍। ହଁ, ଆଉ ଏହା ସହିତ ଶତାବ୍ଦୀ ପୁରୁଣା ସୂର୍ଯ୍ୟବଂଶୀ ରାଜବଂଶର ଅନ୍ତ ଘଟିଲା। କିନ୍ତୁ ଏହା କେମିତି ସମ୍ଭବ ହେଲା? ଜଣେ ମନ୍ତ୍ରୀ ରାଜପରିବାରକୁ ଶେଷ କରିଦେଲେ, ଆଉ କେହି କିଛି କହିଲେନି? କାରଣ ସେତେବେଳକୁ କେନ୍ଦ୍ରୀୟ ଶାସନ ବହୁତ ଦୁର୍ବଳ ହୋଇସାରିଥିଲା। ଅନ୍ୟମାନେ ନିଜ ନିଜ ସ୍ୱାର୍ଥ ଦେଖୁଥିଲେ। ଗୋବିନ୍ଦ ବିଦ୍ୟାଧର ବହୁତ ଚତୁର ଥିଲେ। ସେ ଏହି ସୁଯୋଗର ଫାଇଦା ଉଠାଇଲେ। ଆଚ୍ଛା, ଆଉ ସେଇଠୁ ଆରମ୍ଭ ହେଲା ଭୋଇ ବଂଶ। ଏହି ଭୋଇ ଶବ୍ଦର କିଛି ବିଶେଷ ଅର୍ଥ ଅଛି କି? ଏହା ଏକ ଭଲ ପ୍ରଶ୍ନ। ଭୋଇ ମୂଳତଃ ଏକ ପ୍ରଶାସନିକ ପଦବୀ। ଲେଖକ ବା କରଣ ଜାତି ସହ ଜଡ଼ିତ। ସେମାନେ ହିସାବପତ୍ର କାମରେ ନିପୁଣ ଥିଲେ। ତେବେ ଏହା ତ ଏକ ବହୁତ ବଡ଼ ପରିବର୍ତ୍ତନ। ନିଶ୍ଚୟ, ଓଡ଼ିଶା ଇତିହାସରେ ଏହା ପ୍ରଥମ ଥର ଥିଲା କ୍ଷମତା ଆଉ କେବଳ ଖଣ୍ଡାବଳରେ ନୁହେଁ, କଲମ ଆଉ ପ୍ରଶାସନିକ ଦକ୍ଷତା ବଳରେ ବି ହାସଲ କରାଯାଇପାରିବ ବୋଲି ପ୍ରମାଣିତ ହେଲା। ତେବେ ନୂଆ ରାଜା ଭାବେ ଗୋବିନ୍ଦ ବିଦ୍ୟାଧରଙ୍କର ଶାସନ କେମିତି ଥିଲା? ସେ କ'ଣ ଓଡ଼ିଶାରେ ସ୍ଥିରତା ଆଣିପାରିଲେ? ଆଦୌ ନୁହେଁ। ତାଙ୍କର ପୁରା ଶାସନକାଳ, ମାନେ 1541ରୁ 1549, କେବଳ ନିଜ ସିଂହାସନକୁ ବଞ୍ଚେଇବାରେ ହିଁ ଚାଲିଗଲା। ସାମ୍ରାଜ୍ୟ ବିସ୍ତାର ତ ଦୂରର କଥା। ହଁ, ସେ ଖାଲି ରାଜ୍ୟ ଭିତରେ ହେଉଥିବା ବିଦ୍ରୋହକୁ ଦମନ କରିବାରେ ଲାଗିପଡ଼ିଲେ। କିନ୍ତୁ ଏଠି ଗୋଟେ ଗଭୀର କଥା ବୁଝିବାକୁ ହେବ। କ'ଣ ସେଇଟା? ଦେଖନ୍ତୁ, ସେ ରାଜା ତ ହୋଇଗଲେ, କଟକରୁ ଶାସନ ବି କଲେ, କିନ୍ତୁ ତାଙ୍କୁ କେବେ ବି ପ୍ରକୃତ ବୈଧତା ମିଳିଲା ନାହିଁ। ବୈଧତା ମାନେ? ସେତେବେଳେ ଓଡ଼ିଶାର ରାଜା ଥିଲେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିନିଧି, ଚଳନ୍ତି ବିଷ୍ଣୁ। ତେଣୁ ଯେତେବେଳେ ଜଣେ ମନ୍ତ୍ରୀ ରାଜାଙ୍କୁ ହତ୍ୟା କରି ସିଂହାସନ ଦଖଲ କଲେ, ଏହା କେବଳ ରାଜନୈତିକ ବିଶ୍ୱାସଘାତକତା ନଥିଲା। ଏହା ଏକ ଧାର୍ମିକ ଅପବିତ୍ରତା ବି ଥିଲା। ଏକଦମ। ଲୋକଙ୍କ ନଜରରେ ସେ ସବୁବେଳେ ଜଣେ ଅପହରଣକାରୀ ହୋଇ ରହିଗଲେ। ଆଉ ଏହି ବୈଧତାର ସଙ୍କଟ ହିଁ ଭୋଇ ବଂଶର ମୂଳ ଦୁଆକୁ ଆରମ୍ଭରୁ ଦୋହଲାଇ ଦେଲା। ବାଃ, ଏହା ତ ପୁରା ପରିସ୍ଥିତିକୁ ସ୍ପଷ୍ଟ କରିଦେଉଛି। ତେଣୁ ଗୋଟେ ଦୁର୍ବଳ ମୂଳଦୁଆ ଉପରେ ଠିଆ ହୋଇଥିବା ରାଜବଂଶର ଭବିଷ୍ୟତ। ହଁ, ତାହା ସହଜରେ ଅନୁମାନ କରାଯାଇପାରେ। ଏହା ଏମିତି ଯେମିତି ଗୋଟେ ସାର୍ଟର ପ୍ରଥମ ବୋତାମ ହିଁ ଭୁଲ ଲାଗିଯାଇଛି। ତାପରେ ସବୁକିଛି ଭୁଲ। ଠିକ୍। ଗୋବିନ୍ଦ ବିଦ୍ୟାଧରଙ୍କ ପରେ ଯେଉଁମାନେ ଆସିଲେ, ଯେମିତି ରଘୁରାମ ଛୋଟରାୟ, ସେମାନଙ୍କର ଶାସନକାଳ ବହୁତ କମ୍ ଦିନର ଆଉ ଅସ୍ଥିର ଥିଲା। କେହି ସ୍ଥିତି ସମ୍ଭାଳି ପାରିଲେ ନାହିଁ। ତେବେ ଏହି ରାଜନୈତିକ ଅସ୍ଥିରତାର ପ୍ରଭାବ ସମାଜ ଉପରେ କେମିତି ପଡ଼ିଲା? ରାଜଧାନୀ କଟକର କ'ଣ ହେଲା? କଟକ, ଯାହା ଦିନେ ପୂର୍ବ ଭାରତର ଗୌରବ ଥିଲା, ତାର ଚମକ ଧୀରେ ଧୀରେ କମିବାକୁ ଲାଗିଲା। ଭୋଇ ଶାସକମାନେ ନାମକୁ ମାତ୍ର ପୁରୀ ମନ୍ଦିରର ପୃଷ୍ଠପୋଷକତା କରୁଥିଲେ। କିନ୍ତୁ ଆଉ ଆଗ ଭଳି ନଥିଲା।
ହଁ, ରାଜକୋଷ ଦୁର୍ବଳ ଥିଲା, ରାଜା ନିଜେ ଅସ୍ଥିର ଥିଲେ, ତେଣୁ ମନ୍ଦିରକୁ ଦାନ କମିଗଲା, ବଡ଼ ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା। ଏହାର ଅର୍ଥ କ'ଣ? ସାଂସ୍କୃତିକ କ୍ଷେତ୍ରରେ ବି ଏକ ପ୍ରକାରର ଅବନତି ଦେଖାଗଲା। ନିଶ୍ଚିତ ଭାବରେ। ଯେତେବେଳେ ରାଜା ନିଜେ ଦୁର୍ବଳ, ସେତେବେଳେ ରାଜ୍ୟର ପ୍ରତୀକ ପ୍ରଭୁ ଜଗନ୍ନାଥଙ୍କୁ ମିଳୁଥିବା ରାଜକୀୟ ସମର୍ଥନ ବି ଦୁର୍ବଳ ହୋଇଯାଏ। ଏହା ଏକ ସାଂସ୍କୃତିକ ସଙ୍କଟ ମଧ୍ୟ ଥିଲା। ଗୋଟେ ଦୁର୍ବଳ, ଅସ୍ଥିର ଆଉ ଭିତର ଭିତର କନ୍ଦଳରେ ବୁଡ଼ି ରହିଥିବେ ରାଜ୍ୟ, ଏହା ତ ପଡ଼ୋଶୀ ଶତ୍ରୁମାନଙ୍କ ପାଇଁ ଏକ ଖୋଲା ନିମନ୍ତ୍ରଣ ଭଳି। ଠିକ୍ କହିଲେ। ସେମାନେ ଠିକ୍ ସେହି ସୁଯୋଗକୁ ଅପେକ୍ଷା କରୁଥିଲେ। କିଏ ସବୁ ଥିଲେ ସେତେବେଳେ? ଦକ୍ଷିଣରେ ବିଜୟନଗର ସାମ୍ରାଜ୍ୟ ଆଉ ବିଶେଷ କରି ଉତ୍ତରରେ ବଙ୍ଗର ଆଫଗାନ ଶାସକମାନେ ଓଡ଼ିଶା ଉପରେ ଲୋଲୁପ ଦୃଷ୍ଟି ପକାଉଥିଲେ। ସେମାନେ ଜାଣିଥିଲେ ଯେ ଓଡ଼ିଶାର ସିଂହ ଏବେ ବୁଢ଼ା ହୋଇଯାଇଛି। ଆଉ ଭୋଇ ଶାସକଙ୍କ ପାଖରେ ଏମାନଙ୍କୁ ସାମ୍ନା କରିବାର ଶକ୍ତି ନଥିଲା। ଆଦୌ ନଥିଲା। ପ୍ରଶାସନିକ ବ୍ୟବସ୍ଥା ପୂରା ଭୁଷୁଡ଼ି ପଡ଼ିଥିଲା। ସାମନ୍ତମାନେ ନିଜକୁ ସ୍ୱାଧୀନ ଘୋଷଣା କରି ରାଜସ୍ୱ ଦେବା ବନ୍ଦ କରିଦେଲେ। ସେନାରେ ବି ଅନୁଶାସନ ନଥିବ। କିଛି ନଥିଲା। ଏହିଠାରୁ ହିଁ ଓଡ଼ିଶା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିବାର ପ୍ରକ୍ରିୟା ଆରମ୍ଭ ହେଲା। ମାତ୍ର 19 ବର୍ଷ ଭିତରେ ଏତେ ସବୁ। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି, ଯଦି ଏହି ରାଜବଂଶ ଏତେ କମ୍ ଦିନ ପାଇଁ ଥିଲା ଆଉ ଏତେ ଦୁର୍ବଳ ଥିଲା, ତେବେ ଇତିହାସରେ ଏହା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ଦେଖିବାକୁ ଗଲେ ଏହା ଏକ ଫୁଟନୋଟ୍ ପରି ଲାଗିପାରେ, କିନ୍ତୁ ପ୍ରକୃତରେ ଏହା ଥିଲା ଏକ ବିରାଟ ପୁସ୍ତକର ଶେଷ ଅଧ୍ୟାୟ। ଆଚ୍ଛା। ଏହା ଗୁରୁତ୍ୱପୂର୍ଣ୍ଣ କାରଣ ପ୍ରଥମତଃ ଏହା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଥିବା ରାଜବଂଶୀୟ ପରମ୍ପରାର ଅନ୍ତ ଘଟାଇଲା। ଦ୍ୱିତୀୟତଃ ଏହା ଦର୍ଶାଇଲା ଯେ ମନ୍ତ୍ରୀମାନେ ରାଜାଙ୍କଠାରୁ ବି ଶକ୍ତିଶାଳୀ ହୋଇପାରନ୍ତି। କିନ୍ତୁ ସବୁଠୁ ବଡ଼ କଥା ହେଲା, ଏହି ରାଜବଂଶର ଅସ୍ଥିରତା ଓଡ଼ିଶାକୁ ଏତେ ଦୁର୍ବଳ କରିଦେଲା ଯେ ଏହା ବିଦେଶୀ ଆକ୍ରମଣ ପାଇଁ ଦ୍ୱାର ଖୋଲିଦେଲା। ତେବେ ଏହା ଏକ ପରିବର୍ତ୍ତନର ପର୍ଯ୍ୟାୟ ଥିଲା, ସାମ୍ରାଜ୍ୟ ଶାସନରୁ ବାହ୍ୟ ଆଧିପତ୍ୟ ଆଡ଼କୁ। ଏକଦମ। ତାହେଲେ ସେହି ଅନ୍ତିମ ଆଘାତ କେବେ ଆସିଲା? କିପରି ଏହାର ପତନ ଘଟିଲା? ସେହି ଅନ୍ତିମ ଆଘାତ ଆସିଥିଲା 1560 ଖ୍ରୀଷ୍ଟାବ୍ଦରେ। କିଛି ଐତିହାସିକ 1588 କୁହନ୍ତି, କିନ୍ତୁ 1560 ବେଳକୁ ଭୋଇ ବଂଶର ପ୍ରଭାବ ପ୍ରାୟ ଶେଷ ହୋଇସାରିଥିଲା। କ'ଣ ହେଲା ସେତେବେଳେ? ବଙ୍ଗର ଶକ୍ତିଶାଳୀ ଆଫଗାନ ଶାସକ ସୁଲେମାନ କରରାଣୀ ଓଡ଼ିଶା ଉପରେ ଆକ୍ରମଣ କଲେ। ଆଉ ଭୋଇ ବଂଶରେ ଦୁର୍ବଳ ସେନା? ସେମାନେ ଏହି ଆକ୍ରମଣକୁ ସାମ୍ନା କରିପାରିଲେ ନାହିଁ। ସେମାନେ ପରାସ୍ତ ହେଲେ, କଟକର ପତନ ଘଟିଲା, ଆଉ ତା ସହିତ ଓଡ଼ିଶା ନିଜର ବହୁମୂଲ୍ୟ ସ୍ୱାଧୀନତା ହରାଇଲା। ଏହା ଏକ ସାଧାରଣ ପରାଜୟ ନଥିଲା ତେବେ? ନା, ଏହା ଥିଲା ମଧ୍ୟଯୁଗୀୟ ସ୍ୱାଧୀନ ଓଡ଼ିଶା ରାଜ୍ୟର ଅନ୍ତ। ଏହାପରେ ଓଡ଼ିଶା ଗୋଟେ ପରେ ଗୋଟେ ବିଦେଶୀ ଶାସନ, ଆଫଗାନ, ମୋଗଲ, ମରାଠା ଆଉ ଶେଷରେ ବ୍ରିଟିଶ ସେମାନଙ୍କ ଅଧୀନକୁ ଚାଲିଗଲା। ଏହା ଏକ ଅତ୍ୟନ୍ତ ଦୁଃଖଦ ପରିସମାପ୍ତି। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ସୋମବଂଶୀ, ଗଙ୍ଗ, ଗଜପତି ଏତେ ବଡ଼ ବଡ଼ ରାଜବଂଶ ପରେ କୌଣସି ସ୍ଥାନୀୟ ରାଜବଂଶ ଆଉ କେବେ ସ୍ୱାଧୀନ ଭାବେ ପୂରା ଓଡ଼ିଶାକୁ ଶାସନ କରିପାରିଲେ ନାହିଁ। ହଁ, କଟକର ସିଂହାସନ ସବୁଦିନ ପାଇଁ ନୀରବ ହୋଇଗଲା। ଜଗନ୍ନାଥଙ୍କ ଭୂମି ଏକ ଦୀର୍ଘ ବିଦେଶୀ ଶାସନର ଯୁଗରେ ପ୍ରବେଶ କଲା। ଆଉ ଇତିହାସର ପରବର୍ତ୍ତୀ ଅଧ୍ୟାୟକୁ ଆଉ ଓଡ଼ିଶାର ରାଜାମାନେ ଲେଖିଲେ ନାହିଁ, ତାକୁ ଲେଖିଲେ ବିଦେଶୀ ଶାସକମାନେ। ଆମ ଆଲୋଚନାକୁ ଶେଷ କରିବା ବେଳେ ଗୋଟିଏ କଥା ମନକୁ ଆସୁଛି, ଯେତେବେଳେ ଗୋଟିଏ ବ୍ୟବସ୍ଥା ଭିତର ଭାଙ୍ଗିଯାଏ, ସେତେବେଳେ ବାହାର ଝଡ଼କୁ ସାମ୍ନା କରିବାର ଶକ୍ତି ଆଉ ନଥାଏ। ଠିକ୍ ସେୟା ହିଁ ହେଲା। ଆଉ ଯେତେବେଳେ କଟକର ସିଂହାସନ ଭଳି କ୍ଷମତାର ପ୍ରତୀକଗୁଡ଼ିକ ନୀରବ ହୋଇଯାଏ, ସେତେବେଳେ ଗୋଟିଏ ଜାତିର ପରିଚୟ ସହ କ'ଣ ହୁଏ, ତାହା ବୋଧହୁଏ ଚିନ୍ତା କରିବା ପାଇଁ ଏକ ଗଭୀର ପ୍ରଶ୍ନ।